ତୁମେ ତୁମ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଛ କି? ତୁମର ଦାୟିତ୍ୱ ଦ୍ୱାରା ବା ଦାୟିତ୍ୱଗୁଡ଼ିକର ବୋଝ ତଳେ ନିଜକୁ ଦବି ଯାଇଥିବାର ବା ଭାରପ୍ରାପ୍ତ ଅନୁଭବ କରୁଛ କି? ପିଲାମାନେ, ଯଦି ଏହା ହଁ ଅଟେ, ତେବେ ତୁମେ ତୁମର ସମସ୍ତ ଭାର ତଥା ଦାୟିତ୍ୱଗୁଡ଼ିକୁ ମୋ ଚରଣରେ କାହିଁକି ସମର୍ପଣ କରୁନାହଁ? କ'ଣ ତୁମର ମୋ ଉପରେ ବିଶ୍ୱାସ ନାହିଁ? ଜାଣି ରଖ, ଯେଉଁ କ୍ଷଣି ତୁମ ନିଜର ସମସ୍ତ ଶାରୀରିକ କଷ୍ଟ, ନିଜର ଦାୟିତ୍ୱ ମୋତେ ସମର୍ପଣ କର, ସେହି କ୍ଷଣି ସେସବୁ ଚମତ୍କାର ଭାବରେ ଠିକ୍ ହେବାରେ ଲାଗେ। କିନ୍ତୁ ଏଥିପାଇଁ ଅତୁଟ ଶ୍ରଦ୍ଧା ଏବଂ ସମର୍ପଣ ଭାବର ଆବଶ୍ୟକତା ଅଛି। ଆଜି ମୁଁ କହୁଛି, ଯେଉଁ ଯେଉଁ ସମସ୍ୟା ତୁମ ମାର୍ଗରେ ଆସୁଛି, ସେଗୁଡ଼ିକୁ ଆତ୍ମବିଶ୍ୱାସର ସହିତ ସାମ୍ନା କର। ମୁଁ ତୁମକୁ ବହୁତ ସାହସ ଦେଉଛି। କିନ୍ତୁ ହଁ, ଯେତେବେଳେ ବି ତୁମକୁ ଥକା ବା କ୍ଳାନ୍ତ ଅନୁଭବ ହେଉଛି, ତେବେ ଟିକେ ରହିଯାଅ ଏବଂ କିଛି ସମୟ ବିଶ୍ରାମ କର। ଯେକୌଣସି ବାହାରେ ଟିକେ ବୁଲି ଆସ କିମ୍ବା ଏପରି କିଛି କର ଯାହା କରିବା ଦ୍ୱାରା ତୁମର ମନକୁ ପୁନର୍ବାର ଶାନ୍ତି ମିଳିବ। ଜାଣିଛ, ଏସବୁ କରିବା ଦ୍ୱାରା ତୁମ ଭିତରେ ହଜି ଯାଇଥିବା ଏବଂ ଶୋଇଥିବା ଶକ୍ତି ପୁନର୍ବାର ଜାଗ୍ରତ ହେବ, ଯାହାଦ୍ୱାରା ତୁମେ ଏକ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ିପାରିବ। କଠିନ ପରିଶ୍ରମ, ଶ୍ରଦ୍ଧା ଏବଂ ଧୈର୍ଯ୍ୟ ସହିତ ଆଗକୁ ବଢ଼ିଚାଲ, କାରଣ ତୁମର ଗନ୍ତବ୍ୟସ୍ଥଳ ବର୍ତ୍ତମାନ ତୁମର ଅତି ନିକଟତର। ମୁଁ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ସହିତ ଏକାଠି ଅଛି। ନିଜର ଆଜିକା କାମ ଆଜି ହିଁ କର। ସବୁବେଳେ କାଲି ପାଇଁ କାମକୁ ସ୍ଥଗିତ ରଖ ନାହିଁ। କଥାରେ ଅଛି ନା, କାଲିକା କାମ ଆଜି କର, ଆଜିକା କାମ ଏବେ କର। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।